ବାସ୍ ଏତିକି ମନେ ରଖନ୍ତୁ କି ସଂସାର ସବୁଠୁ ସୁରକ୍ଷିତ ବୀମା ହେଉଛି ପରମାତ୍ମାଙ୍କ ଉପରେ ଭରସା। ଆଉ ଏହାକୁ ଭଲ କର୍ମ କରି ସମୟ ଥାଉ ଥାଉ ନା ତାର ପ୍ରିମିୟମକୁ ଭରି ଚାଲନ୍ତୁ। ଜୀବନରେ ନିଜର ବ୍ୟକ୍ତିତ୍ୱ ସୁନ ଭଳି ରଖନ୍ତୁ, ତାହେଲେ ଯାଇ ସେଥିରୁ କେହି କିଛି କମାଇ ପାରିବେ ନାହିଁ। କିନ୍ତୁ ଆପଣ ଯାହା ସହିତ ଛିଡ଼ା ହେବେ ନା ତାର ମୂଲ୍ୟ ଯେମିତି 10 ଗୁଣା ବଢ଼ିଯିବ। କେବେ କାହାର ବ୍ୟର୍ଥ ଅପମାନ କରନ୍ତୁ ନାହିଁ, କାରଣ ଆପଣ ଶକ୍ତିଶାଳୀ ଅଟନ୍ତି ଠିକ୍ କଥା, କିନ୍ତୁ ସମୟ ଆପଣଙ୍କ ଠାରୁ ବି ଅଧିକ ଶକ୍ତିଶାଳୀ ଅଟେ। ଆଉ ଏହାକୁ କେବେ ଭୁଲନ୍ତୁ ନାହିଁ। ମଣିଷର ଶରୀରରେ କୌଣସି ସୁନ୍ଦରତା ନଥାଏ। ଆପଣଙ୍କର ଭଲ କର୍ମ, ବିଚାର, ବାଣୀ, ବ୍ୟବହାର, ଚରିତ୍ର ଏବଂ ସଂସ୍କାର ହିଁ ଆପଣଙ୍କୁ ଗୋଟିଏ ସୁନ୍ଦର ମଣିଷ ବନେଇଥାଏ। ଅହଙ୍କାର କରିବା ପୂର୍ବରୁ ଗୋଟିଏ କଥା ମନେ ରଖିବେ କି ଗୋଟେ ରାତି ଏମିତି ବି ଆସିବ ଯାହାର ସକାଳ ଆଉ କେବେ ଆସିବ ନାହିଁ। ହଁ ଆଜ୍ଞା, ଗୋଟେ ରାତି ଏମିତି ବି ଆସିବ ଯାହାର ସକାଳ ଆଉ କେବେ ଆସିବ ନାହିଁ। ବେଳେବେଳେ ଆମେ ଭାବିଥାଉ କି ଖୁସି ପାଇଁ ନା ବହୁତ କିଛି ଜିନିଷ ଏକାଠି କରିବାକୁ ପଡ଼ିବ, କିନ୍ତୁ ପ୍ରକୃତ ବାସ୍ତବିକତା ଏହା କି ଖୁସି ପାଇଁ ନା ବହୁତ କିଛି ଜିନିଷକୁ ଛାଡ଼ିବାକୁ ପଡ଼ିଥାଏ। ହଁ ଆଜ୍ଞା, ଖୁସି ପାଇଁ ବହୁତ କିଛି ଜିନିଷ ଛାଡ଼ିବାକୁ ପଡ଼ିଥାଏ। ଆପଣଙ୍କ ପାଖରେ କେତେ ବି ଶବ୍ଦ ଥାଉ ନା କାହିଁକି, କିନ୍ତୁ ତାର ଅର୍ଥ ଯଦି କାହାର ମନକୁ ଛୁଇଁ ନ ପାଇଲା ତାହେଲେ ଆପଣଙ୍କ ପାଖରେ ଥିବା ସବୁ ଶବ୍ଦ ବ୍ୟର୍ଥ ଅଟେ। ହଁ ଆଜ୍ଞା, ସବୁ ଶବ୍ଦ ବ୍ୟର୍ଥ ଅଟେ। ତ ଠିକ୍ ଅଛି ଆଜ୍ଞା, ଇଏ ଥିଲା ଆଜିର ଓଡ଼ିଆ ମୋଟିଭେସନ୍ ଇନ୍ସପିରେସନ୍ କୋଟ୍ସ। ଆଉ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ ମି। ଆଉ ଯଦି ଭଲ ଲାଗିଥାଏ ତାହେଲେ ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ୟୁନିଭର୍ସ ୱିଥ୍ ପଜିଟିଭ୍ ୟୁଟ୍ୟୁବ୍ ଚ୍ୟାନେଲ୍।